ଅପାସର କାହାଣୀ। ଯୁବକ, ବାଜ ଓ ଡାମରା। ବଣରେ ବୁଲୁଥିବା ଯୁବକଟିଏ ଦେଖିଲା ଗଛ ଉପରେ ବାଜଟିଏ ମୁଣ୍ଡଲି କାଟୁଛି। ଘଡ଼ିଏ ଚୁପଚାପ ଛିଡ଼ା ହୋଇ ସେ ଲକ୍ଷ୍ୟ କଲା ବାଜଟି କ'ଣ କରୁଛି। ଦେଖିଲା ଥଣ୍ଟରେ ଆଣିଥିବା ମାଂସ ଖଣ୍ଡକୁ ଟୁକୁରା ଟୁକୁରା କରି ତା ବସାରେ ପଡ଼ିଯାଇଥିବା ଡାମରା ଛୁଆକୁ ଖୋଉଛି। ତେବେ ଅଳସୁଆଙ୍କର ଏମିତି ଯତ୍ନ ନିଆଯାଏ। ଯୁବକଟି ଭାବିଲା, ଏଣିକି ମୁଁ ଚଳିବା ପାଇଁ କଠୋର ପରିଶ୍ରମ କରି ଉପାର୍ଜନ କରିବା ପରିବର୍ତ୍ତେ ଚୁପଚାପ ଘରେ ବସିବି। ନିଶ୍ଚୟ କେହି ଜଣେ ମୋ ଖବର ବୁଝିବ। କାରଣ ଡାମରା ଠାରୁ ଏ ଦୁନିଆରେ ମଣିଷର ମହତ୍ତ୍ୱ ଅଧିକ। 3 ଦିନ ଧରି ଯୁବକ ଘରେ ବସି ରହିଲା। ଆହାର ବିନା ସେ ଦିନକୁ ଦିନ ଦୁର୍ବଳ ହୋଇଗଲା। କିନ୍ତୁ କେହି ତା ପାଖକୁ ଆସିଲେ ନାହିଁ ଖବର ବୁଝିବାକୁ। ସେ ଲମ୍ବା ନିଶ୍ୱାସ ନେଇ କହିଲା, ହାୟ, ମୁଁ କେଡ଼େ ବୋକା। ମୁଁ ବାଜ ପରି ଭଲୁଆ ଓ କାମିକା ଥିଲି। ଡାମରା ପରିବର୍ତ୍ତେ ମୁଁ ତାକୁ ଅନୁକରଣ କରିଥିଲେ କେଡ଼େ ଭଲ ହୋଇଥାନ୍ତା।